ଥରେ ବାପା ଚଢ଼େଇ ଶୀଘ୍ର ଶୀଘ୍ର ତା ଘରକୁ ଆସିଲା ଆଉ ମା ଚଢ଼େଇକୁ କହିଲା, ଆରେ ରେନୁ, ସର୍ବନାଶ ହେଇଯାଇଛି। ଆମ ଜଙ୍ଗଲକୁ ଏକ ଶିକାରୀ ଚିଲ ଚାଲି ଆସିଛି। ସେ ଚଢ଼େଇ ଛୁଆ ଆଉ ଚଢ଼େଇଙ୍କ ଅଣ୍ଡା ଖାଇ ଦଉଛି। ହେ ଭଗବାନ, ଇଏ ତମେ କଣ କହୁଛ? ଆଉ କିଛି ଦିନ ପରେ ଆମ ଅଣ୍ଡାରେ ଛୁଆ ବାହାରିବେ। ସେ ଶିକାରୀ ଚିଲର ନଜର ଆମ ଅଣ୍ଡା ଉପରେ ନ ପଡ଼ି ଯାଉ। ମୁଁ ତ କିଛି ବୁଝିପାରୁନି। କୁହ ନା, ଆମେ କେମିତି ଆମ ଅଣ୍ଡାର ରକ୍ଷା କରିବା? କେବଳ ଗୋଟିଏ ଉପାୟ ଅଛି। ଚାଲ ଆମେ ଜଙ୍ଗଲ ଛାଡ଼ି ପାଖ ଜଙ୍ଗଲକୁ ଚାଲିଯିବା। ପାଖ ଜଙ୍ଗଲରେ ମୋ ସାଙ୍ଗ ରୁହେ। ଆମେ କିଛି ଦିନ ତା ଘରେ ଆଶ୍ରୟ ନେଇପାରିବା। ତେବେ ଠିକ ଅଛି, ଚାଲ ଆଜି ହିଁ ଆମେ ଆମ ଅଣ୍ଡା ନେଇ ଏଠୁ ଚାଲିଯିବା। ଆରେ ଶୁଣୁଛ, ଆଉ କେତେ ସମୟ ଉଡ଼ିବା? ଏଇ ତ ଆଉ 2 କିଲୋମିଟର ଗଲା ପରେ ପହଞ୍ଚିଯିବା। ଏମିତି ସେ 2 ଜଣ ଆଗକୁ ଗଲେ। କିଛି ସମୟ ପରେ ରାତି ହେଇଗଲା। ଆରେ ଶୁଣୁଛ, ରାତି ହେଇଗଲାଣି। ଏଇ ସମୟରେ ଉଡ଼ିବା କଣ ଠିକ ହବ? ଆମ ଅଣ୍ଡାର ଯଦି କିଛି କ୍ଷତି ହେଇଯାଏ? ହଁ, ତୁ ଠିକ କହିଛୁ। ଆମେ ଆମ ଅଣ୍ଡାର ଭଲ ପାଇଁ ହିଁ ନିଜ ଘର ଛାଡ଼ିଲେ। ଏବେ କେମିତି ଆମ ଅଣ୍ଡାର କ୍ଷତି ହେବାକୁ ଦେବା? କିନ୍ତୁ ସେ ଜାଗା ପହଞ୍ଚିବା ପାଇଁ ଆହୁରି ଅନେକ ସମୟ ଲାଗିବ। ଆମେ କାଲି ସେ ଜାଗାକୁ ବାହାରିବା। ଆଜି ରାତି ରହିବା ପାଇଁ ଏକ ଜାଗା ଖୋଜ। ଆଚ୍ଛା ଠିକ ଅଛି, ତୁ କିଛି ସମୟ ଏଠି ଅପେକ୍ଷା କରିଥା, ମୁଁ ଯାଇ ଦେଖେ। ତାପରେ ବାପା ଚଢ଼େଇ ଆଶ୍ରୟ ପାଇଁ ଜାଗା ଖୋଜିଲା। କିଛି ଦୂର ଗଲା ପରେ ସେ ଏକ ଛୋଟ ଘର ଦେଖିଲା। ଆରେ, ଏ ଘରେ ତ ଆଲୁଅ ଜଳୁଛି। ନିଶ୍ଚୟ ଏ ଘରେ କିଏ ରହୁଥିବ। ମୁଁ ତାଙ୍କୁ ସାହାଯ୍ୟ ମାଗି ଦେଖେ। ଘରେ କିଏ ଅଛନ୍ତି? ବାହାରକୁ ଆସନ୍ତୁ। କିଏ କିଏ ଆପଣ? ମତେ କାହିଁକି ଡାକିଲେ? ମୁଁ ମୋ ସ୍ତ୍ରୀ ସାଙ୍ଗରେ ପାଖ ଜଙ୍ଗଲକୁ ଯାଉଥିଲି। ରାତି ହେଇଯିବାରୁ ଆମେ ଆଗକୁ ଯାଇପାରିଲୁନି। ଆମ ସାଙ୍ଗରେ ଆମ ଅଣ୍ଡା ବି ଅଛି। ଆଜି ରାତି ଆପଣଙ୍କ ଘରେ ଆମକୁ ଆଶ୍ରୟ ଦେଇଥାନ୍ତୁ। ଆମେ ସକାଳ ହେଉ ହେଉ ହିଁ ଏଠାରୁ ଚାଲିଯିବୁ। ମୁଁ ଦୁଃଖିତ, ଆପଣଙ୍କୁ ମୋ ଘରେ ଆଶ୍ରୟ ଦେଇପାରିବିନି। ମୋ ଘର ବହୁତ ଛୋଟ, ପୁଣି ଭଙ୍ଗା ବି। ଘରେ ମୋର 5ଟି ଛୁଆ ଅଛନ୍ତି। ଏତେ ଜଣ ମୋ ଘରେ ରହିଲେ ମୋ ଘର ଭାଙ୍ଗି ଯାଇପାରେ। ଠିକ ଅଛି, ଆମେ ଆପଣଙ୍କ ଘରେ ରହିବୁନି। ରହିବା ପାଇଁ ଆଖପାଖରେ କୋଉଠି ଘର ଅଛି କହିପାରିବେ? ହଁ ହଁ, ଆଗରେ ଏକ ଘର ଅଛି। ଏଠାରୁ କିଛି ଦୂରରେ ଗୋଟେ ଆମ୍ବ ଗଛ ଅଛି। ସେଇ ଆମ୍ବ ଗଛ ପଛପଟେ ଏକ ମାଟି ଘର ଅଛି। ଅନେକ ଦିନରୁ ସେ ଘରେ କେହି ରହୁନାହାନ୍ତି। ଆପଣ ଚାହିଁଲେ ଆଜି ରାତି ସେ ଘରେ ରହିପାରିବେ। ମାଟି ଘର? ଆଚ୍ଛା ଠିକ ଅଛି, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଆଜି ରାତି ଆମେ ସେ ଘରେ ରହିଯିବୁ। ମାଟି ଘରର ସନ୍ଧାନ ପାଇଲା ପରେ ବାପା ଚଢ଼େଇ ଆଉ ମା ଚଢ଼େଇ ତାଙ୍କ ଅଣ୍ଡା ଧରି ସେଠାକୁ ଗଲେ। ସେ ମାଟି ଘରର ଚାରିପାଖ ପୁରା ଅପରିଷ୍କାର ଥିଲା। ଏମିତି ଏକ ସୁନସାନ ଜାଗାରେ ମାଟି ଘରକୁ ଦେଖି ମା ଚଢ଼େଇଟି ଡରିଗଲା। ଆରେ ଶୁଣୁଛ, ଏଇ ଘରକୁ ଦେଖି ମତେ ଭାରି ଡର ଲାଗୁଛି। ଏମିତି ଲାଗୁଛି ଏଇ ଘର ଗୋଟେ ଭୂତ ଘର। ଏଠି ରହିବାଟା କଣ ଠିକ ହେବ? ଆରେ ତୁ ଡରନି, ମୁଁ ତ ସାଙ୍ଗରେ ଅଛି। ଆମେ ଆଜି ରାତି ଏଠି ରହିଯିବା। କାଲି ସକାଳ ହେଉ ହେଉ ଏ ଘରୁ ଚାଲିଯିବା। ଠିକ ଅଛି, ଚାଲ ଆଗ ଏ ଘରକୁ ସଫା କରିନେବା। ତାପରେ ବାପା ଚଢ଼େଇ ଆଉ ମା ଚଢ଼େଇ ମିଶି ସେ ମାଟି ଘରକୁ ଭଲ ଭାବରେ ପରିଷ୍କାର କରିନେଲେ। ଯାହା ହଉ, ଏ ଘରଟି ପୁରାପୁରି ପରିଷ୍କାର ହେଇଗଲା। ଚାଲ ଏବେ ଶୋଇପଡ଼ିବା। ସକାଳେ ପୁଣି ଶୀଘ୍ର ଉଠି ପାଖ ଜଙ୍ଗଲକୁ ଯିବା। ଏମିତି କଥା ହେଇ ସେମାନେ ଶୋଇପଡ଼ିଲେ। ଅଧରାତିରେ ଏକ ଭୟଙ୍କର ପିଶାଚି ତାଙ୍କ ଘରକୁ ଆସି ଜୋର ଜୋରେ ହସିଲା। ତାର ଶବ୍ଦରେ ବାପା ଚଢ଼େଇ ଆଉ ମା ଚଢ଼େଇର ନିଦ ଭାଙ୍ଗିଗଲା। ଛାଡ଼ିବିନି, ମୁଁ କାହାକୁ ବି ଛାଡ଼ିବିନି। ନା ନା, ମୋ ଅଣ୍ଡାର କ୍ଷତି କରନି। ତୁମେ କିଛି କର, ନହେଲେ ଭୟଙ୍କର ଚଢ଼େଇ ମୋ ଅଣ୍ଡା ନଷ୍ଟ କରିଦେବ। ଏଇ, କିଏ ତୁ? ଏଠାକୁ କାହିଁକି ଆସିଛୁ? ଆମ ଅଣ୍ଡାର କ୍ଷତି କରନି। ଆମକୁ ଆମ ଅଣ୍ଡା ଫେରେଇ ଦେ। ନା, ମୁଁ କାହାକୁ ବି ଛାଡ଼ିବିନି। ଏଇଟା ମୋ ଘର। ତମ ମାନଙ୍କର ସାହସ କେମିତି ହେଲା ମୋ ଘରେ ଆସି ରହିବା ପାଇଁ? ଆମକୁ ବିଶ୍ୱାସ କର, ଆମେ ଜାଣିଶୁଣି ଆସି ତୁମ ଘରେ ରହିନୁ। ଆମେ ବିପଦରେ ପଡ଼ି ତୁମ ଘରକୁ ଆସିଥିଲୁ। କାଲି ସକାଳ ହେଉ ହେଉ ଆମେ ତୁମ ଘର ଛାଡ଼ି ଚାଲିଯିବୁ। ଦୟାକରି ଆଜି ରାତି ଆମକୁ ଏ ଘରେ ରହିବାକୁ ଦେଇଥାଅ। ଆମ ଅଣ୍ଡାର କିଛି କ୍ଷତି କରନି। ଯୋଉ ଘରେ ମୁଁ ରହିପାରିଲିନି, ସେଇ ଘରେ ମୁଁ କାହାକୁ ବି ରହିବାକୁ ଦେବିନି। ଆଜି ତମେ ମାନେ ମରିବ। ଦେଖିଲ, ମୁଁ କହୁଥିଲି ନା ଏ ଘରେ ରହିବାନି, ହେଲେ ତୁମେ ମୋ କଥା ଶୁଣିଲନି। ନା ଭଉଣୀ, ମୋ ସ୍ୱାମୀ ଆଉ ମୋ ଅଣ୍ଡାର କିଛି କ୍ଷତି କରନି। ଯଦି ମାରିବାକୁ ଚାହୁଁଛ ମତେ ମାରିଦିଅ। ମୋ ସ୍ୱାମୀଙ୍କର କିଛି ହେଇଗଲେ ମୁଁ ବଞ୍ଚିବିନି, ମୁଁ ମରିଯିବି। କଣ କହିଲୁ?
ସ୍ୱାମୀ ପାଇଁ ଜୀବନ ଦେବୁ। ଏତେ ଭଲ ପାଉ ତ ସ୍ୱାମୀକୁ, ପାନି, ଏତେ ଭଲ ପାନି। ଠକିବୁ, ମୋ ଭଳି ତତେ ବି ଏ ଠକିଦେବ। କାହା ଉପରେ ଏତେ ବିଶ୍ୱାସ କରନି, କାହାକୁ ବି ବେଶୀ ଭଲ ପାନି। ଭଉଣୀ, ତୁମେ ଏତେ ରାଗୁଛ କାହିଁକି? ତୁମ ସହ କିଛି ହେଇଥିଲା କି? ମତେ କୁହ। ଶୁଣିବୁ ମୋ କାହାଣୀ? ତେବେ ଶୁଣ। ମୋ ବାପା ମାଙ୍କ ବିରୁଦ୍ଧରେ ଯାଇ ଭଲ ପାଇ ଜଣକୁ ବାହା ହେଇଥିଲି। ତା ପାଖରେ ରହିବାକୁ ବି ଘର ନଥିଲା। ମୁଁ ପରିଶ୍ରମ କରି ମାଟି ଯୋଗାଡ଼ କଲି, ଆଉ ଏ ମାଟି ଘର ତିଆରି କଲି। ଭାବିଥିଲି ମୁଁ ତା ସହ ସାରା ଜୀବନ ଏଇ ଘରେ ରହିବି। ହେଲେ ଗୋଟେ ଦିନ। ଏତେ ରାତି ହେଲାଣି, ମୋ ସ୍ୱାମୀ ଏଯାଏଁ କାହିଁକି ଘରକୁ ଫେରି ନାହାନ୍ତି? ତାଙ୍କର କିଛି ଅସୁବିଧା ହେଇନି ତ? ଆରେ, ଘର ବାହାରୁ ଏମିତି କ'ଣ ଶବ୍ଦ ଶୁଭୁଛି? ମୁଁ ଯାଇ ଦେଖେ। ବଜାଅ, ଆହୁରି ଜୋରେ ବାଜା ବଜାଅ। ମୁଁ ଆଜି ବାହା ହେଇଛି, ସମସ୍ତେ ଖୁସିରେ ନାଚ। ତମ ପାଖରେ ଥିବା ଏଇ ଝିଅଟି କିଏ? ଏମିତି ସମସ୍ତେ ବାଜା କାହିଁକି ବଜାଉଛନ୍ତି? ତତେ କ'ଣ ଦେଖାଯାଉନି? ଇଏ ମୋ ନୂଆ ସ୍ତ୍ରୀ। ମୁଁ ୟାକୁ ବାହା ହେଇଛି, ସେଥିପାଇଁ ସମସ୍ତେ ନାଚୁଛନ୍ତି। ଇଏ ତୁମେ କ'ଣ କହୁଛ? ମୁଁ ଥାଉ ଥାଉ ତୁମେ ଆଉ ଜଣଙ୍କୁ କେମିତି ବାହା ହେଇପାରିଲ? ମୋର ଯେତେଟା ଇଚ୍ଛା ହବ ମୁଁ ସେତେଟା ବାହା ହେବି। ତୁ ମତେ ଅଟକେଇ ପାରିବୁନି। ରାସ୍ତା ଛାଡ଼, ଆମେ ଭିତରକୁ ଯିବୁ। ନା, ମୁଁ ତୁମକୁ ଏ ଝିଅ ସହ ରହିବାକୁ ଦେବିନି। ଏ ଘର ମୁଁ ବନେଇଛି। ମୋ ଘରେ ତୁମେ ଏ ଝିଅକୁ ନେଇ ପଶି ପାରିବନି। କ'ଣ ହେଲା? ତୁ ମତେ ଧମକ ଦେଉଛୁ? ବାହାରେ ଘରୁ। ଏ ଘର ଆଜିଠୁ ମୋର। ମୋ ସ୍ୱାମୀ ମତେ ପିଟି ପିଟି ଘରୁ ବାହାର କରିଦେଲା ରାସ୍ତାରେ ଯିବା ସମୟରେ। ଏ ଦୁନିଆରେ ସତ ଭଲ ପାଇବା ନାହିଁ। ବାପା ମାଙ୍କ କଥା ନ ମାନି ମୁଁ ବହୁତ ବଡ଼ ଭୁଲ କରିଦେଲି। ଏଇଟା ମୋର ଶାସ୍ତି ଥିଲା। ସେଇ ଦୁର୍ଘଟଣାରେ ମୋ ଜୀବନ ଚାଲିଗଲା। ମୁଁ ମଲା ପରେ ପିଶାଚି ପାଲଟି ଗଲି। ମୁଁ ସେ ଝିଅ ଆଉ ମୋ ସ୍ୱାମୀକୁ ମାରି ମୋ ମୃତ୍ୟୁର ପ୍ରତିଶୋଧ ନେଲି। ଆଜିଠୁ ଏ ଘର ଅଭିଶପ୍ତ। ଏ ଘରକୁ ଯିଏ ଆସି ରହିବ ସେ ମରିବ। ସତରେ ଭଉଣୀ, ତୁମ ସହ ବହୁତ ଅନ୍ୟାୟ ହେଇଛି। ହେଲେ ଭଉଣୀ, ଭୁଲ ତମ ସ୍ୱାମୀ କରିଥିଲା, ଏ ଘର ନୁହଁ। ତୁମେ ଅନେକ ଭଲ ପାଇବା ଦେଇ ଘର ବନିଛ। ତୁମ ଭଲ ପାଇବାରେ କୌଣସି ଭେଜାଲ ନଥିଲା। ତୁମେ କାହିଁକି ଏ ଘରକୁ ଅଭିଶପ୍ତ କଲ? ଚଢ଼େଇର ଏପରି କଥା ଶୁଣି ପିଶାଚି ନିଜ ଭୁଲ ବୁଝିପାରିଲା। ତୁ ଠିକ କହିଲୁ। ମୋ ଭଲ ପାଇବାରେ କୌଣସି ଭେଜାଲ ନଥିଲା। ମୁଁ ଅନେକ ପରିଶ୍ରମ କରି ଏ ଘର ବନେଇଥିଲି। ମୁଁ ଆଉ ଏ ଘରକୁ ଅଭିଶପ୍ତ କରିବିନି। ଆଜିଠୁ ମୁଁ ଏ ମାଟି ଘର ତମମାନଙ୍କୁ ଦେଲି। ତମେ ମାନେ ଖୁସିରେ ଏ ଘରେ ରୁହ। ମୁଁ ଏବେ ଚାଲି ଯାଉଛି, ଆଉ କେବେ ବି ଏଠାକୁ ଆସିବିନି। ମୋ ମାଟି ଘର ତମକୁ ଲାଗିଲା। ପିଶାଚି ଆଖିରେ ଆଖିଏ ଲୁହ ନେଇ ସେଠାରୁ ଚାଲିଗଲା। ଦୁଇ ଚଢ଼େଇ ତାକୁ ହିଁ ଦେଖୁଥିଲେ। ସେମାନେ ଆଉ କୁଆଡ଼େ ବି ଗଲେ ନାହିଁ। ସେ ମାଟି ଘରକୁ ସୁନ୍ଦର କରି ସଜେଇ ସେ ଦୁଇ ଜଣ ସେ ଘରେ ରହିଲେ। କିଛି ଦିନ ପରେ ତାଙ୍କ ଅଣ୍ଡାରୁ ଛୁଆ ବାହାରିଲେ। ଛୁଆଙ୍କୁ ଦେଖି ବାପା ଚଢ଼େଇ ଆଉ ମା ଚଢ଼େଇ ଖୁବ୍ ଖୁସି ହେଇଗଲେ। ସତ କହୁଛ ଚଢ଼େଇ ଭଉଣୀ, ତୁମେ ଅଣ୍ଡା ଦେଇଛ। ମୁଁ ଆଜି ତୁମ ପାଇଁ ବହୁତ ଖୁସି। ମୁଁ ଯଦି ଗଛରେ ଉଠି ପାରିଥାନ୍ତି ନା, ମୁଁ ଆଗ ଯାଇ ତୁମ ଅଣ୍ଡା ଦେଖନ୍ତି। କୁମ୍ଭୀର ଭଉଣୀ, ତୁମେ ଗଛରେ ଚଢ଼ି ପାରିବନି। କିଛି ଦିନ ଅପେକ୍ଷା କର। ମୋ ଅଣ୍ଡାରୁ ଛୁଆ ବାହାରିଲା ପରେ ମୁଁ ପ୍ରଥମେ ମୋ ଛୁଆଙ୍କୁ ଧରି ତୁମ ପାଖକୁ ଆସିବି। ସେତେବେଳେ ତୁମେ ମନ ଭରି ମୋ ଛୁଆଙ୍କୁ ଦେଖିପାରିବ। ଏମିତି କହି ଚଢ଼େଇ ନିଜ ଘରକୁ ଚାଲିଗଲା। ନଦୀ ପାଖ ଗଛରେ ସେ ଘର କରି ରହୁଥିଲା। ଚଢ଼େଇ ଥିଲା ବହୁତ ଭଲ। ବିପଦ ସମୟରେ ସେ ଅନ୍ୟମାନଙ୍କୁ ସାହାଯ୍ୟ କରୁଥିଲା। ଏମିତି ଥରେ ଏକ ଶିକାରୀ ପାଖରୁ ଚଢ଼େଇ କୁମ୍ଭୀର ଛୁଆଙ୍କୁ ରକ୍ଷା କରିଥିଲା। ସେଦିନ ଠାରୁ ଚଢ଼େଇ ଆଉ କୁମ୍ଭୀର ଖୁବ୍ ଭଲ ସାଙ୍ଗ ପାଲଟି ଯାଇଥିଲେ। ସେଥିପାଇଁ ଚଢ଼େଇ ଅଣ୍ଡା ଦେଲା ପରେ ସବା ପ୍ରଥମେ ଯାଇ କୁମ୍ଭୀରକୁ ଏକଥା କହିଥିଲା। ଚଢ଼େଇ ଅଣ୍ଡା ଦେଇଛି, ଅଣ୍ଡାରୁ ଛୁଆ ବାହାରିବା ଯାଏଁ ସେ ଘରେ ରହିବ। ମୁଁ ତା ପାଇଁ କିଛି ମାଛ ଧରିଦିଏ। ସେ ଘରେ ଖାଇବା ଜମା କରି ରଖିଲେ ତାକୁ ଆଉ ଘରୁ ବାହାରିବାକୁ ପଡ଼ିବନି। ଏମିତି ଚିନ୍ତା କରି କୁମ୍ଭୀର କିଛି ମାଛ ଧରିବାକୁ ଚାଲିଗଲା। ସେ କିଛି ମାଛ ଧରି ଆସି ଚଢ଼େଇକୁ ଡାକିଲା। ଚଢ଼େଇ ଭଉଣୀ, ଘରେ ଅଛ କି? ଟିକେ ବାହାରକୁ ଆସ। ଚଢ଼େଇ ଭଉଣୀ, ଘରେ ଅଛ କି ନାହିଁ? ଘରେ ଚଢ଼େଇ ତା ଅଣ୍ଡା ଜଗିଥିଲା।
କୁମ୍ଭୀରର ପାଟି ଶୁଣି ସେ ବାହାରକୁ ଆସିଲା। ଏ କ'ଣ କୁମ୍ଭୀର ଭଉଣୀ, ଏତେ ଗୁଡ଼ିଏ ମାଛ? ଏ ମାଛ ସବୁ କାହିଁକି ଆଣିଛ? କଥା କ'ଣ କି ଚଢ଼େଇ ଭଉଣୀ, ତୁମେ ଏବେ ଅଣ୍ଡାର ଯତ୍ନ ନେବ। କିଛି ଦିନ ତୁମେ ଏବେ ଘରୁ ବାହାରି ପାରିବନି, ସେଥିପାଇଁ ମୁଁ ଏ ସବୁ ମାଛ ତୁମ ପାଇଁ ଆଣିଦେଇଛି। ଏ ମାଛ ନେଇ ଘରେ ରଖ, ତୁମେ ଆଉ ବାହାରକୁ ଖାଇବା ଖୋଜିବା ପାଇଁ ଯିବନି। ଯେତେବେଳେ ବି ଭୋକ ଲାଗିବ ତୁମେ ଖାଇବା ଖାଇନେବ। ସତରେ ତୁମେ ମୋ ସାଙ୍ଗ ନୁହଁ, ତୁମେ ମୋ ବଡ଼ ଭଉଣୀ ପରି। ବଡ଼ ଭଉଣୀ ଯେମିତି ସାନ ଭଉଣୀର ଯତ୍ନ ନିଏ, ତୁମେ ଠିକ୍ ସେମିତି ମୋ ଯତ୍ନ ନେଉଛ। କୁମ୍ଭୀର ଭଉଣୀ, ମୁଁ ତୁମର ଏ ଉପକାର କେବେ ବି ଭୁଲିବିନି। ଏମିତି କହି ଚଢ଼େଇ ସେ ମାଛ ଧରି ଘରକୁ ଚାଲିଗଲା। ଚଢ଼େଇ ଘରେ ରହି ତା ଅଣ୍ଡା ଗୁଡ଼ିକର ଯତ୍ନ ନେଉଥିଲା। କିଛି ଦିନ ବିତିଗଲା। ଚଢ଼େଇ ଅଣ୍ଡାରୁ ଛୋଟ ଛୋଟ 3ଟି ସୁନ୍ଦର ଛୁଆ ବାହାରିଲେ। ଚଢ଼େଇ ସେମାନଙ୍କୁ ଧରି ପ୍ରଥମେ କୁମ୍ଭୀର ପାଖକୁ ହିଁ ଗଲା। କୁମ୍ଭୀର ଭଉଣୀ, ନଦୀରେ ଅଛ କି? ଦେଖିବ ଆସ, ମୁଁ ମୋ 3 ଛୁଆଙ୍କୁ ନେଇ ଆସିଛି। ଚଢ଼େଇର କଥା ସରିଛି କି ନାହିଁ, କୁମ୍ଭୀର ନଦୀ ଭିତରୁ ବାହାରି ଆସିଲା। ଆରେ ବାଃ ଚଢ଼େଇ, ତୋ ଛୁଆଗୁଡ଼ା କେତେ ସୁନ୍ଦର ହେଇଛନ୍ତି। ଏମାନେ ପୁରାପୁରି ତୋ ଭଳି ଦେଖାଯାଉଛନ୍ତି। କୁମ୍ଭୀର ଭଉଣୀ, ଛୁଆ ହେଇ ସାରିଲା ପରେ ଏବେ ମୋତେ ଭାରି ଚିନ୍ତା ଲାଗୁଛି। ଏ ଜଙ୍ଗଲରେ ଗୋଟେ ଦୁଷ୍ଟ ଚିଲ ରହୁଛି। ସେ ଚିଲ ଅନେକ ଚଢ଼େଇ ଛୁଆଙ୍କୁ ଖାଇସାରିଲାଣି। ମୁଁ ଏବେ ବୁଝିପାରୁନି ସେ ଚିଲ ପାଖରୁ ମୁଁ ମୋ ଛୁଆଙ୍କୁ କେମିତି ରକ୍ଷା କରିବି। ଓ, ଏଇ କଥା ପାଇଁ ତୁ ଚିନ୍ତା କରୁଛୁ? ତୁ ଯେତେବେଳେ ଘରେ ଥିବୁ ତୋ ଛୁଆଙ୍କର ଧ୍ୟାନ ରଖିବୁ, ଆଉ ଯେତେବେଳେ ବାହାରକୁ ଖାଇବା ଆଣିବା ପାଇଁ ଯିବୁ ତୋ ଛୁଆଙ୍କୁ ମୋ ପାଖରେ ଛାଡ଼ିଦେବୁ। ତୁ ଫେରିବା ଯାଏ ମୁଁ ତୋ ଛୁଆଙ୍କୁ ଜଗିଥିବି। ଆରେ ଠିକ୍ କଥା, ମୁଁ ତ ଏମିତି ଭାବିନଥିଲି। ଯାହା ହଉ କୁମ୍ଭୀର ଭଉଣୀ, ତୁମେ ମୋର ଚିନ୍ତା ଦୂର କରିଦେଲ। ଏବେଠାରୁ ମୁଁ ଆଉ ଯେବେ ବି ବାହାରକୁ ଯିବି ମୋ ଛୁଆଙ୍କୁ ତୁମ ପାଖରେ ଛାଡ଼ିଦେବି। କୁମ୍ଭୀର ଆଉ ଚଢ଼େଇ ଯେତେବେଳେ କଥା ହେଉଥିଲେ, ଦୂରରୁ ତାଙ୍କୁ ଚିଲ ଦେଖୁଥିଲା। ଚଢ଼େଇର 3 ଛୁଆଙ୍କୁ ଦେଖି ସେ ସେମାନଙ୍କୁ ଖାଇବା ପାଇଁ ଯୋଜନା କଲା। ଆରେ ବାଃ, ଏଇ ଚଢ଼େଇଟାର ତ ଗୋଟେ ନୁହଁ କି 2ଟା ନୁହଁ, ପୁରା 3ଟା ଛୁଆ। ଏବେ ମୁଁ ଜଣ ଜଣ କରି ୟାର 3 ଛୁଆଙ୍କୁ ଖାଇଦେବି। ଖାଲି ଏବେ ସୁଯୋଗର ଅପେକ୍ଷା କରିଥାଏ। ଏମିତି ସେ ଚିଲ ସବୁ ସମୟରେ ସୁଯୋଗ ଖୋଜୁଥିଲା ଚଢ଼େଇ ଛୁଆଙ୍କୁ ଖାଇବା ପାଇଁ। ହେଲେ ସେ ଯେତେ ଚେଷ୍ଟା କଲେ ବି ଚଢ଼େଇ ଛୁଆଙ୍କୁ ଖାଇବାର ସୁଯୋଗ ପାଉନଥିଲା। ଚଢ଼େଇ ସବୁ ସମୟରେ ତା ଛୁଆଙ୍କୁ ଜଗି ରହୁଥିଲା। ଆଉ ଯେତେବେଳେ ଖାଇବା ଆଣିବାକୁ ବାହାରକୁ ଯାଉଥିଲା, କୁମ୍ଭୀର ଚଢ଼େଇ ଛୁଆଙ୍କୁ ପିଠିରେ ବସେଇ ନଦୀରେ ବୁଲୁଥିଲା। କୁମ୍ଭୀର ପିଠିରେ ଚଢ଼େଇ ଛୁଆ? ଚଢ଼େଇ ଯେତେବେଳେ ଘରେ ରହୁନି, ଏ କୁମ୍ଭୀର ତା ଛୁଆଙ୍କୁ ଜଗୁଛି। ଏତେ ଚେଷ୍ଟା କଲେଣି, ହେଲେ କୁମ୍ଭୀର ପାଇଁ ମୁଁ ଚଢ଼େଇ ଛୁଆଙ୍କୁ ଖାଇବାର ସୁଯୋଗ ପାଉନି। ମୋତେ କୁମ୍ଭୀରର କିଛି ବ୍ୟବସ୍ଥା କରିବାକୁ ହେବ। ମୁଁ କୁମ୍ଭୀରର ତ କିଛି କ୍ଷତି କରିପାରିବିନି, ହେଲେ କୁମ୍ଭୀର ଆଉ ଚଢ଼େଇ ଭିତରେ ମୁଁ ଝଗଡ଼ା ଲଗେଇ ପାରିବି। ଏମିତି ଚିଲ କେତେବେଳେ କ'ଣ କରିବ ଯୋଜନା ବନିଲା। ପରଦିନ ହିଁ ସେ 3ଟି ସୁନାହାର ଧରି ଚଢ଼େଇର ଘରକୁ ଗଲା। ଆଉ ଚଢ଼େଇର 3 ଛୁଆଙ୍କ ବେକରେ ସେ ସୁନାହାର ପିନ୍ଧେଇ ଦେଲା। କ'ଣ ହେଲା ଚଢ଼େଇ, ଏମିତି ଦେଖୁଛୁ କ'ଣ ପାଇଁ? ସମସ୍ତେ ମୋତେ ଭୁଲ ବୁଝନ୍ତି, ହେଲେ ମୁଁ ଏବେ ବଦଳି ଯାଇଛି। ମୁଁ ଆଗରୁ ଏତେ ଖରାପ ନଥିଲି। ତ ଆଗରୁ କୁମ୍ଭୀର ମୋର ସାଙ୍ଗ ଥିଲା। ସେ ହିଁ ମୋତେ ଚଢ଼େଇ ଛୁଆଙ୍କୁ ଧରି ଆଣିବା କଥା କୁହେ। ମୁଁ ତା କଥାରେ ପଡ଼ି ଚଢ଼େଇ ଛୁଆଙ୍କୁ ଧରି ନେଇଯାଏ। ତାପରେ ମୁଁ ଆଉ କୁମ୍ଭୀର ମିଶି ଚଢ଼େଇ ଛୁଆଙ୍କୁ ଖାଉ। ହେଲେ ମୁଁ ମୋ ଭୁଲ ବୁଝିପାରି କୁମ୍ଭୀରର କଥା ଆଉ ଶୁଣିଲିନି। ତା ସହ ଆଉ ସାଙ୍ଗ ହେଲି ନାହିଁ। ସେଥିପାଇଁ ସେ ଏବେ ତୋ ସହ ସାଙ୍ଗ ହେଇଛି, ଆଉ ଅନ୍ୟ ଚଢ଼େଇମାନଙ୍କ ସହ ବି ସାଙ୍ଗ ହେବାକୁ ଚେଷ୍ଟା କରୁଛି, ଯେମିତି ସେ ଏକା ହିଁ ଚଢ଼େଇ ଛୁଆଙ୍କୁ ଖାଇପାରିବ। ଆଉ ତୁ ସେ କୁମ୍ଭୀରକୁ ବିଶ୍ୱାସ କରି ତା ପାଖରେ ତ ଛୁଆଙ୍କୁ ଛାଡ଼ୁଛୁ। ମୁଁ ଆଗରୁ ଯେଉଁ ଭୁଲ କରିଥିଲି, ସେଥିପାଇଁ ଏବେ ଯାହାର ବି ଛୁଆ ହେଉଛି ମୁଁ ତାଙ୍କ ଘରକୁ ଯାଇ ସେ ଛୁଆଙ୍କୁ ସୁନାହାର ଦେଇ ମୁଁ ତାଙ୍କୁ କ୍ଷମା ମାଗୁଛି। ଆଜି ମୁଁ ସେଥିପାଇଁ ତ ପାଖକୁ ଆସିଥିଲି। ମୁଁ ଏବେ ଯାଉଛି ଚଢ଼େଇ। ଏମିତି ମିଛ ନାଟକ କରି ଚିଲ ସେଠାରୁ ଚାଲିଗଲା। ଚଢ଼େଇ କୁମ୍ଭୀରକୁ ସନ୍ଦେହ କରିବା ଆରମ୍ଭ କଲା। ଦିନେ ସେ ଘରେ ନଥିଲା। ତାର 3 ଛୁଆ କୁମ୍ଭୀର ପାଖକୁ ଗଲେ। କୁମ୍ଭୀର ମାଉସୀ, ମା ଆଜି ବାହାରକୁ ଯାଇଛି, ଏଯାଏଁ ଘରକୁ ଫେରିନି। ଘରେ ଏକା ରହିବା ପାଇଁ ଆମକୁ ଭଲ ଲାଗିଲାନି, ସେଥିପାଇଁ ତୁମ ପାଖକୁ ଚାଲି ଆସିଲୁ। ଭଲ କରିଛ ପିଲାମାନେ, ଆସ ମୋ ପିଠିରେ ବସ, ମୁଁ ତମମାନଙ୍କୁ ନଦୀ ସେ ପାଖରୁ ବୁଲେଇ ଆଣିବି। ତାପରେ କୁମ୍ଭୀର ଚଢ଼େଇ ଛୁଆକୁ ପିଠିରେ ବସେଇ ନଦୀରେ ବୁଲୁଥିଲା। ସେହି ସମୟରେ ଚଢ଼େଇ ସେଠି ପହଞ୍ଚିଗଲା। ଶୁଣ କୁମ୍ଭୀର ଭଉଣୀ, ତୁମେ ମୋ ଛୁଆଙ୍କୁ ନେଇ ଆଉ ନଦୀ ଭିତରକୁ ଯିବନି।
ଶୀଘ୍ର ମୋ ଛୁଆଙ୍କୁ କୂଳକୁ ନେଇ ଆସ। ଏମିତି ଶୁଣି କୁମ୍ଭୀର ଚଢ଼େଇ ଛୁଆଙ୍କୁ ଧରି କୂଳକୁ ଆସିଲା। ଚଢ଼େଇ କୁମ୍ଭୀର ସହ କିଛି କଥା ନ କହି ତା ଛୁଆଙ୍କୁ ଧରି ଘରକୁ ଚାଲିଗଲା। ଚଢ଼େଇର ଏପରି ବ୍ୟବହାର ଦେଖି କୁମ୍ଭୀର ବହୁତ ମନ ଦୁଃଖ କଲା। ଏସବୁ ଦୂରରୁ ଚିଲ ବି ଦେଖୁଥିଲା। ସେ ତ ଖୁବ୍ ଖୁସି ହେଇଗଲା। ଯା ହଉ, ଏ ଚଢ଼େଇ ତାହେଲେ ମୋ କଥା ମାନିଲା। ଏବେ ଖାଲି ସୁଯୋଗ ଦେଖି ମୁଁ ତାର ଛୁଆଙ୍କୁ ଖାଇଦେବି। ଏମିତି ଚିଲ ସୁଯୋଗ ଖୋଜିଲା। ଚଢ଼େଇ ଆଉ କୁମ୍ଭୀର ପାଖରେ ତା ଛୁଆଙ୍କୁ ଛାଡ଼ି ବାହାରକୁ ଗଲା ନାହିଁ। କିଛି ଦିନ ବିତିଗଲା। ଦିନେ ଏକ କାମରେ ଚଢ଼େଇ ବାହାରକୁ ଗଲା। ସେ ତାର ଛୁଆଙ୍କୁ ଘରେ ରହିବା ପାଇଁ କହିଥିଲା। ହେଲେ ତାର ଛୁଆମାନେ ଘରେ ନ ରହି ଘର ବାହାରେ ଖେଳୁଥିଲେ। ସେହି ସମୟରେ ଚିଲ ସେଠାକୁ ଚାଲି ଆସିଲା। ବାଃ, ଆଜି ଯାଇ ମୁଁ ସୁଯୋଗ ପାଇଲି। ଶୀଘ୍ର ଯାଏ ଏ ଚଢ଼େଇ ଛୁଆଙ୍କୁ ଖାଇଦିଏ। ଏମିତି କହି ଚିଲ ଯେମିତି ଚଢ଼େଇ ଛୁଆଙ୍କୁ ଖାଇବାକୁ ଚେଷ୍ଟା କଲା, ନଦୀ ଭିତରୁ କୁମ୍ଭୀର ବାହାରି ଆସିଲା। କୁମ୍ଭୀର ଆଉ ଚିଲ ଭିତରେ ଖୁବ୍ ଜୋରେ ଲଢ଼େଇ ହେଲା। ସେତେବେଳେ ଚଢ଼େଇ ବି ସେଠି ପହଞ୍ଚିଗଲା। କୁମ୍ଭୀର ଚିଲକୁ କାମୁଡ଼ି କାମୁଡ଼ି ଏକାଥରକେ ମାରିଦେଲା। ମା, ତୁମେ ଆସିଗଲ? ଜାଣିଛ, ଏ ଚିଲ ଆମକୁ ଖାଇବା ପାଇଁ ଚେଷ୍ଟା କରୁଥିଲା। କୁମ୍ଭୀର ମାଉସୀ ପାଇଁ ଆମେ ବଞ୍ଚିଗଲୁ, ନହେଲେ ତ ଏ ଚିଲ ଆମକୁ ଖାଇସାରନ୍ତାଣି। ତୁ ଏ କ'ଣ କହୁଛୁ? କୁମ୍ଭୀର ଭଉଣୀ ଚିଲ ପାଖରୁ ତମମାନଙ୍କୁ ରକ୍ଷା କଲେ, ଆଉ ମୁଁ ତାଙ୍କୁ ସନ୍ଦେହ କରୁଥିଲି। ଛି, ମୋର ଭୁଲ ହେଇଗଲା କୁମ୍ଭୀର ଭଉଣୀ, ମତେ କ୍ଷମା କରିଦିଅ। ଏ ଦୁଷ୍ଟ ଚିଲ କଥାରେ ପଡ଼ି ମୁଁ ତମ ବିଷୟରେ କ'ଣ କ'ଣ ସବୁ ଭାବି ନେଇଥିଲି। ମତେ ତୁମେ କ୍ଷମା କରିଦିଅ। କୁମ୍ଭୀର ଚଢ଼େଇକୁ କ୍ଷମା କରିଦେଲା। ଆଉ ସେବେଠାରୁ ପୁଣି ଥରେ କୁମ୍ଭୀର ଆଉ ଚଢ଼େଇ ପୂର୍ବ ଭଳି ମିଳିମିଶି ଖୁସିରେ ରହିଲେ।